ଆଜି ଆମେ ଆମର ଏଇ ସଂସ୍କୃତ ଶିକ୍ଷାୟତନରେ ପଢ଼ିବା ବ୍ୟାକରଣ ନବମ ଶ୍ରେଣୀର ସଂସ୍କୃତ ବ୍ୟାକରଣ ପ୍ରଦୀପର ବିସର୍ଗ ସନ୍ଧିରୁ ବିଶେଷ ବିଧି। ବିସର୍ଗ ସନ୍ଧି ଯୋଉଟା କି ସମସ୍ତଙ୍କ ପାଇଁ ବି ଆବଶ୍ୟକ, ସବୁ ପିଲାଙ୍କ ପାଇଁ, ସମସ୍ତ ସଂସ୍କୃତ ଜାଣିବା ପାଇଁ, ସଂସ୍କୃତ ଜିଜ୍ଞାସୁ ମାନଙ୍କ ପାଇଁ ବ୍ୟାକରଣ ନିହାତି ଆବଶ୍ୟକ ଏବଂ ସେଥିରେ ସନ୍ଧିର ସ୍ଥାନ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ସେଥିମଧ୍ୟରୁ ତିନୋଟି ସନ୍ଧି ମଧ୍ୟରୁ ବିସର୍ଗ ସନ୍ଧିର ସ୍ଥାନ ମଧ୍ୟ ବହୁତ ଆବଶ୍ୟକ ରହିଛି ଆମର। ବୁଝିହେଲା? ତାହେଲେ ଆଜି ସେଇ ବିଶେଷ ଯୋଉ ବିସର୍ଗ ସନ୍ଧି ତା ଭିତରୁ ଆମେ ପଢ଼ିବା ବିଶେଷ ବିଧି। ପିଲାମାନେ ଆମେ ଯେତେ ଗୁଡ଼ିଏ ନିୟମ ପଢ଼ିଗଲେ ଚାରୋଟି ଭାଗରେ, ବିସର୍ଗ ସନ୍ଧିର ଚାରୋଟି ଭାଗରେ ଆମେ ଯେତେ ଗୁଡ଼ିଏ ନିୟମ ପଢ଼ିଲେ ତା ମଧ୍ୟରୁ କେତେ ଗୁଡ଼ିଏ ବିଶେଷ ବିଧିରେ ରହିଛି ଯାହା ଦ୍ୱାରା ମଧ୍ୟ ବିସର୍ଗ ସନ୍ଧି ସେଇ ଜାଗାରେ ହୋଇପାରେ। ତେଣୁ ଆମେ ସେଗୁଡ଼ିକ ଜାଣିବା ନିହାତି ଆବଶ୍ୟକ, ସେ ବିଶେଷ ବିଧି ଗୁଡ଼ିକୁ। କାରଣ ବିଶେଷ ବିଧି ଗୁଡ଼ିକୁ ନ ଜାଣିଲେ ବିସର୍ଗ ସନ୍ଧିଟି ତ ଆମର ଅଧୁରା ରହିବ ନା। ତେଣୁ ନିହାତି ଆମେ ତାକୁ ଜାଣିବା। ତାହେଲେ ଦେଖ, ଆଗ ଗୋଟି ଗୋଟିକି ପୁଣି ଯିବା। ଆମର କେତେ ଗୁଡ଼ିଏ ବିସର୍ଗ ଥିବା ଶବ୍ଦ ଯେଉଁଗୁଡ଼ିକ କି ଆମର ଅବୟ ପଦ, ଆମେ ତାକୁ କହିବା ଅବୟ ପଦ ବା ଉପସର୍ଗ ମଧ୍ୟ ହେଲା, ମିଶିକି ଅଛନ୍ତି ତା ଭିତରେ। ତାହେଲେ ସେଥିମଧ୍ୟରୁ ଗୋଟେ ଶବ୍ଦ ହେଲା ନିହି, ଉପସର୍ଗଟିଏ। ଆବିହି, ବହିହି, ଏଇଟା ଗୋଟେ କ'ଣ ଅବୟ ପଦ। ସେମିତି ଦୁହୁ, ପ୍ରାଦୁହୁ, ଚତୁହୁ, ଏମାନଙ୍କର ଯୋଉ ବିସର୍ଗ, ଏଗୁଡ଼ିକରେ ଯୋଉ ବିସର୍ଗ ଲାଗିଛି ସେଗୁଡ଼ିକ ସକାର ହୁଏ। ବୁଝିପାରିଲ? ଯଦି ପରପଦର ଆଦ୍ୟ ବର୍ଣ୍ଣ କ, ଖ, ପ, ଫ ଥାଏ। ଆଉ ଟିକେ ପରିଷ୍କାର କରିଦଉଛି ପିଲାମାନେ, ଦେଖ ଏତେକ ଆମର ଶବ୍ଦ ଯୋଉଗୁଡ଼ିକ କି ନିହି, ଆବିହି, ବହିହି, ଦୁହୁ, ପ୍ରାଦୁହୁ, ଚତୁହୁ, ଏ ସବୁଥିରେ ଆମର ବିସର୍ଗ ରହିଛି। ଏଇ ପଦମାନଙ୍କର ଏଗୁଡ଼ିକ ପୂର୍ବ ପଦରେ ଥିବେ। ପରପଦର ଆଦି ବର୍ଣ୍ଣ ଯଦି କ, ଖ, ପ, ଫ ଥିବ, ତାହେଲେ ଏଇ ଯୋଉ ପୂର୍ବ ପଦରେ ବିସର୍ଗ ଗୁଡ଼ିକ ରହିଛି ଏଗୁଡ଼ିକ କ'ଣ ହେଇଯିବ? ମୂର୍ଧନ୍ୟଷ ହେଇଯିବ। ବୁଝିଲ ନିୟମ ଏଥର? ତାହେଲେ ଆମେ ଏବେ ଦେଖ, ଏଠି ଅଛି କ'ଣ? ନିହି, ନିହି ଯୁକ୍ତ କଳଙ୍କ, ନିହି ଯୁକ୍ତ କଳଙ୍କ। ତାହେଲେ ନି ଶବ୍ଦ ଅଛି, ନି ପରେ ଏଇ ପରପଦରେ କ ରହିଛି, ଉତ୍ତର ପଦରେ ଆଦ୍ୟ ବର୍ଣ୍ଣ ରହିଛି କ, ତେଣୁ ଏଠି ଯୋଉ ବିସର୍ଗଟି ଅଛି ଏଇଟା କ'ଣ ହେଇଯିବ? ମୂର୍ଧନ୍ୟଷ ହେଇଯିବ। ତାହେଲେ କ'ଣ ହେଇଗଲା? ନିସ୍ ହେଇଗଲା, ମୂର୍ଧନ୍ୟଷ। ଏପଟେ ଅଛି କଳଙ୍କ, ହେଲା, ସେ କଳଙ୍କଟା ଲାଗିଗଲା ଏଠି, କଳଙ୍କ, ତେଣୁ କ'ଣ ହେଲା? ସେଟା ନିଷ୍କଳଙ୍କ। ତାହେଲେ ନିଷ୍କଳଙ୍କଟା କ'ଣ? ମୂର୍ଧନ୍ୟଷ। ସେମିତି ନିହି ଯୁକ୍ତ କାମ, ନିଷ୍କାମ। ବୁଝିପାରୁଛ? ନି ଥିଲା, ବିସର୍ଗଟା କ'ଣ ହେଇଗଲା? ମୂର୍ଧନ୍ୟଷ ହେଇଗଲା। ଏଇ ଯୋଉଠି କାମ ଅଛି ସେଟା ଆଦେହରେ ମିଶିଲା, ନିଷ୍କାମ। ବୁଝିପାରିଲ? ସେଇପରି ଆବିହି ଯୁକ୍ତ କାର, ଆବି ପରେ କାର ଅଛି, କ ଶବ୍ଦ ଅଛି, ତେଣୁ ସେଟା ହେଲା ଆବିଷ୍କାର। ଦୁହୁ ଯୁକ୍ତ କୃତି, କୃ ଅଛି, ହେଲା, ଦୁଷ୍କୃତି, କ ଥିବାରୁ। ଦୁହୁ ଯୁକ୍ତ କରହ, ଦୁଷ୍କରହ। ବୁଝିପାରୁଛ? ସେଠି ଥିଲା କ'ଣ? ଦୁ ଥିଲା, ଏ ଯୋଉ ବିସର୍ଗଟା କ'ଣ ହେଇଗଲା? ମୂର୍ଧନ୍ୟଷ ହେଇଗଲା। ତାପରେ କରହ ଅଛି, କରହ ଲାଗିଗଲା, ଦୁଷ୍କରହ। ବୁଝିଲ? ତାହେଲେ ଏବେ ଆଉ କେତୋଟି ଏପଟେ ଦେଖ, ନିହି ଯୁକ୍ତ ପୁତ୍ରଃ, ପ ଫ ଥିଲେ ମଧ୍ୟ କ'ଣ ହେଇଯିବ? କ, ଖ, ପ, ଫ ଥିଲେ ମଧ୍ୟ ବିସର୍ଗ ହେଇଯିବ କ'ଣ? ମୂର୍ଧନ୍ୟଷ। ତାହେଲେ ନିହି ଯୁକ୍ତ ପୁତ୍ର, ନିଷ୍ପୁତ୍ରଃ। ନିହି ଯୁକ୍ତ ପ୍ରୟୋଜନ, ନିଷ୍ପ୍ରୟୋଜନ। ବହିହି ଯୁକ୍ତ କାର, ବହିଷ୍କାର। ଚତୁହୁ ଯୁକ୍ତ କୋଣ, ଚତୁଷ୍କୋଣ। ଚତୁହୁ ଯୁକ୍ତ ପଥ, ଚତୁଷ୍ପଥ। ହେଲା? ତାହେଲେ ଏଇପରି ଆମର ନିହି, ଆବିହି, ବହିହି, ଦୁହୁ, ପ୍ରାଦୁହୁ, ଚତୁହୁ,
ଏଇ ପଦମାନଙ୍କ ପରେ ଯଦି କ ଥିବ କିମ୍ବା ପ ଥିବ କିମ୍ବା ଫ ଥିବ ତାହେଲେ ହେଇଯିବ କଣ? ମୂର୍ଧନ୍ୟଷ ହେଇଯିବ ବିସର୍ଗର। ଆଉ ଗୋଟେ ସେମିତି ଦେଖ, ଆଉ ଗୋଟେ ନିୟମ, ଦ୍ୱିତୀୟ ନିୟମ ଆମେ ଦେଖିବା କଣ ଅଛି? ହବିହି, ସର୍ପିହି, ଆୟୁଃ, ଧନୁଃ, ଚକ୍ଷୁଃ, ବପୁଃ ପ୍ରଭୃତି ଈଷନ୍ତ ଅର୍ଥାତ୍ ଇସ୍ ଯୁକ୍ତ ଅନ୍ତ ଈଷନ୍ତ ଯଦି ରହିଛି ତାହେଲେ ସେଗୁଡିକ ହେଇଯିବ ଉଷନ୍ତ, ଉସ୍ ଯୁକ୍ତ ଅନ୍ତ ହେଇଯିବ। ଯଦି ତାର ପରପଦରେ ଅଛି କ ଖ ପ ଫ, ହେଲା, କ ଖ କିମ୍ବା ପ ଫ ଯଦି ପରେ ଅଛି, ହେଲା, ତାହେଲେ ହବିସ୍, ଆମେ ହବିକୁ ହବିସ୍ ବୋଲି କହୁ। ହବିସ୍ କଣ ହେଇଛି? କୋଉ ବିକଳ୍ପରେ ପିଲାମାନେ ହବ ମୂର୍ଧନ୍ୟଷ, ହେଲା, ବିକଳ୍ପରେ ମୂର୍ଧନ୍ୟଷ ହବ। ତାହେଲେ ହବିହି ଯୁକ୍ତ ପୁନାତୁ, ତାହେଲେ ହବିହି ସେଠି କଣ ଥାଏ? ହବିସ୍, ଏଇଆ ଥାଏ ବିସର୍ଗଟା, ବୁଝିପାରିଲ? ଅନ୍ତରେ ଅଛି, ତାପରେ ଅଛି କଣ? ଉ ଅଛି, ତେଣୁ ଏଠି କଣ ହେଇଯିବ? କଣ ହେଇଯିବ? ମୂର୍ଧନ୍ୟଷ ହବ ଗୋଟେ ପକ୍ଷରେ, ଗୋଟେ ପକ୍ଷରେ ମଧ୍ୟ ହବ ନାହିଁ, ସେମିତି ରହିବ। ତାହେଲେ ଇସଟା କଣ ହେଲା? ହବିସ୍ ପୁନାନ୍ତୁ, ମୂର୍ଧନ୍ୟଷ ଆସିଗଲା, ହେଲା, ଏଠି ମୂର୍ଧନ୍ୟଷ ଆସିଗଲା। ନହେଲେ ଆମ ସେମିତି ମଧ୍ୟ ରହିବ, ବିକଳ୍ପରେ ହବିହି ଯୁକ୍ତ ପୁନାତୁ ମଧ୍ୟ ରହିବ। ସେହିପରି ଆୟୁଃ ଯୁକ୍ତ କାମଏ, କଣ ହଉଛି? ଆୟୁଷ୍ କାମଏ ହବ, ଆୟୁଃ କାମଏ ମଧ୍ୟ ହବ, ସେମିତି ଯେମିତି ଥିଲା ସେମିତି, କେବଳ ଯୁକ୍ତ ଚିହ୍ନଟା ଉଠିଯିବ। ଚକ୍ଷୁଃ ଯୁକ୍ତ ପୀଡ଼ୟାମି, ଚକ୍ଷୁଷ୍ ପୀଡ଼ୟାମି ହବ ମୂର୍ଧନ୍ୟଷ, ନହେଲେ ଚକ୍ଷୁଃ ପୀଡ଼ୟାମି ମଧ୍ୟ ହବ। ଏଇଟା ଥିଲା ଆମର ଦ୍ୱିତୀୟ ନିୟମ, ମୂର୍ଧନ୍ୟଷ ହବ ଆଉ ଗୋଟେ ପକ୍ଷରେ ହବ ନାହିଁ। ମାତ୍ର ଏତାଦୃଶ ଶବ୍ଦ ସମାସିତ ହେଲେ ନିତ୍ୟରେ ସକାର ହୁଏ। ଯଦି ଏହା ସମାସ ଯୁକ୍ତ ହେଇଯାଉଛି, ଯେମିତି ହବିଃ ପ୍ରିୟମ୍ ଯସ୍ୟ ସହ, ତାକୁ କହିବା ହବିଷ୍ ପ୍ରିୟ ଦେବଃ, ହବିଷ୍ ପ୍ରିୟଃ, ହେଲା, ହବିଷ୍ ପ୍ରିୟଃ, ହବିଃ ପ୍ରିୟମ୍ ଯସ୍ୟ ସହ, ହବିଷ୍ ପ୍ରିୟଃ, ତାହେଲେ ଏଠି ସମାସ ହେଉଥିବାରୁ ଏହା ନିଶ୍ଚିତ ଭାବରେ ସକାର ହବ। ସେମିତି ଧନୁଃ ପାଣୌ ଯସ୍ୟ ସହ, ଧନୁଷ୍ ପାଣି, ଏଠି ଆଉ ବିକଳ୍ପ ହବ ନାହିଁ, ଏଠୁ ଧନୁଷ୍ ପାଣି ମୂର୍ଧନ୍ୟଷ ହିଁ ହବ, ହେଲା, ଆକୁ ମନେ ରଖିବ। ତାପରେ ତୃତୀୟ ନିୟମ ଆମେ ଯିବା, ନମଃ, ପୁରଃ ଆଉ ତିରଃ, ଏଇଗୁଡିକର ବିସର୍ଗଟା ସବୁବେଳେ ସକାର ହେଇଯାଏ, ହେଲା, ଯଦି କ୍ରୁ ଧାତୁ ନିର୍ମିତ ଶବ୍ଦ ପରେ ଥିବ। ପରେ ଯଦି କର କୌଣସି ଶବ୍ଦ ଅଛି ତାହେଲେ ଏଗୁଡିକ କଣ ହେଇଯିବ? ଦନ୍ତେ ସକାର ହେଇଯିବ, ହେଲା। ତାହେଲେ ନମଃ ଯୁକ୍ତ କରତି, ନମସ୍କରୋତି, ହେଲା, ପୁରଃ ଯୁକ୍ତ କରତି, ପୁରସ୍କରୋତି, ତେଣୁ ଏଇଟା କଣ ହେଇଯାଏ? ଦନ୍ତେଶ ହେଇଯାଏ। ଏବେ ଆମେ ସନ୍ଧି କରିବା, କେତେ ଗୁଡିଏ ଅଭ୍ୟାସ ଦେଇଛି। ନମଃ ଯୁକ୍ତ କାର, ନମସ୍କାର, ନାଇଁ, ନମଃ ପରେ କଣ ହେଇଯିବ? ଏଇଟା ଦନ୍ତେଶ ହେଇଯିବ, ତାହେଲେ ନମସ୍କାରଃ। ନମଃ ଯୁକ୍ତ କୃତଃ, ନମସ୍କୃତଃ, ନମଃ ଯୁକ୍ତ କୃତ୍ୟ, ନମସ୍କୃତ୍ୟ, କୋଉ ସହ ସବୁ ହବ? ଦନ୍ତେଶ। ପୁରଃ ଯୁକ୍ତ କାର, ପୁରସ୍କାର, କଣ ହେଇଯାଉଛି ଏଠି? ଦନ୍ତେଶ, କାରଣ ପୁରଃ ପରେ ଥିଲେ କ ଶବ୍ଦ ଥିଲେ ଦନ୍ତେଶ ଆସିବ। ତିରଃ ଯୁକ୍ତ କୃତ୍ୟ, ତିରସ୍କୃତ, ହେଲା, ପୁରଃ ଯୁକ୍ତ କୃତ୍ୟ, ପୁରସ୍କୃତ୍ୟ, ତିରଃ ଯୁକ୍ତ କୃତ୍ୟ, ତିରସ୍କୃତ୍ୟ, ପୁରଃ ଯୁକ୍ତ କରୋତି, ପୁରସ୍କରୋତି, ହେଲା। କିନ୍ତୁ ଅବ୍ୟୟ ଭିନ୍ନ ଶବ୍ଦ ମାନଙ୍କର ଅକାର ପରସ୍ଥିତର ବିସର୍ଗ ସହକାର ହୁଏ, ଅବ୍ୟୟ ଭିନ୍ନ, ହେଲା, ଏଇ ଯୋଉ ତିରଃ ପୁରଃ ଏଗୁଡା କଣ? ଅବ୍ୟୟ ଭିନ୍ନ। ସମାସରେ କର, କାର, କାନ୍ତ, କାମ, କୁଶ, କୁମ୍ଭ, ପତ୍ର ଶବ୍ଦ ପରେ ଯଦି ଥାଏ, ବୁଝିପାରିଲ? ଏଇ ଶବ୍ଦ ଗୁଡିକ ଯଦି ପରପଦରେ ଥାଏ ତାହେଲେ କଣ ହେଇଯିବ? ଅବ୍ୟୟ ଭିନ୍ନ, ଅବ୍ୟୟ ଭିନ୍ନ ଶବ୍ଦ ମାନଙ୍କର ଅକାର ପରେ ଯଦି କର, କାର, କାନ୍ତ ଏମିତି ଲାଗିଥିବ ତାହେଲେ କଣ ହେଇଯିବ? ଆମର ବିସର୍ଗର ସକାର ହିଁ ହବ। ଦେଖ, ଅବ୍ୟୟ ଭିନ୍ନ ଏଇଟା ଯଶଃ, କିନ୍ତୁ ତାପରେ କର ଲାଗିଛି, ଏଇଟା ସମାସ
समास ही हो जाउची जशस्कर जशः करोति इति जशस्करः तेणु एठी दन्तेस हब श्रेयः युक्त करः श्रेयस्करः तार समास केमती हुए श्रेयः करोति इति सेहीपरि आयः आयः करोति इति आय कर हो आयः युक्त कान्तः आयस्कान्त आयसः कान्तः आयस्कान्त समास एटा विग्रह वाक्य एटा समस्त पद सेपरि पयः युक्त कुम्भः पयस्कुम्भः हैला अहः युक्त करः अहस्करः बचः युक्त पतिः वाचस्पतिः हैला बाण्याः पतिः वाचः पतिः वाचस्पति एबे आ गोटे देखिबा सह आउ एसह यार विसर्गर लोप हुए अकार वर्ण कौनसी वर्ण पर थिले बुझिला आर विसर्गटा लोप हो जाए जमती सह युक्त आगछति कौन हो स आगछति केवल विसर्ग लोप हम एठी तो मिसिब सह मम गृह आगछति ताले से गृह आगछति सेटा हो सेटा होची संयोग नहीं गृह आगछति किंतु जदि आमर अछि एठी कोन सहयुक्त आगछति सेठी कोन हबो जदि अछि सह युक्त आगछति ताले एठी कोन हबो विसर्गटा उठी जिवो उत्तर कोन रहइबो स आगछति हला सह उ एस शब्द रे जदि थिबो विसर्ग ताले सेटा लोप हबो सेही परि केते उडे उदाहरण सह युक्त गच्छति स गच्छति एसह युक्त सोपिति एस सोपिति हैला एसह बेगेन धावती इति एस बेगेन धावती एसह हसति एडा सब केवल कोन होची भो रमेश भो बांधव एटा कोन होची भो शब्दर विसर्ग लोप हुए जदि वर्गर प्रथम द्वितीय वर्ण भिन्न अन्य वर्ण पर थाए तेणु एठी जदि थिबो भो कोन भोः रमेश रमेश एटा गोटे संबोधन पद ताले एठी भोरु कोन उठी जिवो विसर्गटा उठी जिवो खाली रहइबो भो रमेश हैला ताले भो शब्द थिले जदि वर्गर द्वितीय वर्ण आउ अन्य वर्ण पर थाए ताले सेठी मध्ये कोन हबो विसर्ग उठी जिवो आ गोटे नियम पढ़िबा देख पुनर् प्राप्तर स्वर अंतर इत्यादि रेफांत अवयपद जो रेफ अछि हैला सेगुड़िक स्वर बा मृदु व्यंजन पर थिले एमानकर रेफ यथावत रहे जदि स्वर किंबा मृदु व्यंजन पर अछि देख पुनः युक्त अपि पुनरपि एटा र हैला कोन विसर्गटा र ही गला तापरे संधि हैला पुनरपि बुझि पाछ पुनः एठी विसर्गटा कोन हे जिवो र हे जिवो ए र परे परवर्ती अछि अ से अटा मिसी गला रपि हे गला ताले पुनरपि सेमती पुनः युक्त आगच्छ पुनरागच्छ प्रातः युक्त आसः प्रातरासः स्वः युक्त गतः स्वर्गतः अंतः युक्त हितः अंतर्हितः सेहीपरि एगुड़िक हेबे पितृ मातृ प्रभृति रुकारांत शब्द मानकर संबोधन रे रकारांत स्थिति मध्य एहीपरि यथावत रहे हला यथावत पूर्व परि रहइबो जेमती पितः युक्त एही पित रेही हे गला हला ए जो विसर्गटा कोन हला र हला एकार मिसी गला ता दिरे मातः युक्त देही मातः थिला विसर्गटा कोन हबो र हबो नहीं तापरे द अछि से दटा दरे एकार अछि तेणु एटा कोन हे जिवो रटा रेफ हे गला मातर देही बुझिला मातर देही एपरि हुए ताको टिके पिला माने निजे कसिबा दरकार गणित परि ताले ही जाई हबो अच्छा गी ही युक्त पति गिपति ही बा गीस्पति मध्य हबो नियम अनुसार अहन युक्त पति ही अहरपति ही हबो नले अहह पति ही हबो अहन युक्त अहन कोन हबो अहर अहन युक्त अहन अहरह हे जिवो ए रटा रहिबनी अहरह हैला तापरे देख जदि ढकार परे ढकारर रकार परे रकारर लोप हुए
ତତ୍ ଏବଂ ତତ୍ପୂର୍ବ କଣ ଅଣର ଦୀର୍ଘ ହୁଏ। ଦେଖ କେମିତି ପୁନଃ ଯୁକ୍ତ ରାଜତେ, ଏଇଟା ବିସର୍ଗଟା ର ହେଇଗଲା, ପୁଣି ଏଠି ର ଅଛି, ତାହେଲେ ସେଠି କଣ ହବ ପୁନର ଅଛି, ପୁଣି ଏଠି ରାଜତେ ରହିଲା, ସେଟା ଯିବ ଏଇ ରଟା ଲୋପ ହେଇଯିବ, ଆଉ ଏଇଟା ଦୀର୍ଘ ହେଇଯିବ, ନରେ ଦୀର୍ଘ ହେଇଯିବ, ତେଣୁ ପୁନାରମତେ ହେଲା। ସେମିତି ପୁନା ରମୟତେ, ପିତଃ ଯୁକ୍ତ ରକ୍ଷ, ଏ ବିସର୍ଗଟା ର ହେଲା, ଏଠି ଗୋଟେ ର ଅଛି, ତେଣୁ ରଟା କଣ ହେଇଯିବ, ରଟା ଲୋପ ହବ ଏବଂ ସେଟା ଦୀର୍ଘ ହେଇଯିବ, ତେଣୁ ପିତା ରକ୍ଷ ହେଇଯିବ। ନିହି ଯୁକ୍ତ ରୋଗ ନିରୋଗ, ସେଇ ଅନୁସାରେ ଏଇ ନଟା ଯୋଉ ନରେ ହର୍ଷେଇ ଅଛି ଦୀର୍ଘ ହେଇଯିବ। ଅନ୍ତଃ ଯୁକ୍ତ ରାଷ୍ଟ୍ରୀୟ ଅନ୍ତରାଷ୍ଟ୍ରୀୟ, ଏଇଭଳିଆ ହବ ଅନ୍ତରାଷ୍ଟ୍ରୀୟ। ଶିଶୁ ଯୁକ୍ତ ରୋଦିତି, ଶିଶୁ ରୋଦିତି, ଏଇ ହର୍ଷଉଟା କଣ ହେଇଗଲା ଏଠି ଦୀର୍ଘ ହେଇଗଲା। ସେହିପରି ଗୁରୁ ଯୁକ୍ତ ରୁଷ୍ଟ, ଗୁରୁ ରୁଷ୍ଟ। ମୂଢ ଯୁକ୍ତ ଢ ମୂଢ, ଲିଡ ଯୁକ୍ତ ଢ ଲିଢ ହେଲା, ଉଢ, ଏଇପରି ହବ। ଆଚ୍ଛା, ବୟଃ ଯୁକ୍ତ ସ୍କ, ବୟସ୍କ ହବ, ବୟଃ ସ୍କ ମଧ୍ୟ ହବ। ତାହେଲେ ପିଲାମାନେ ଏବେ ସେଥିରେ ଥିବା ଅଭ୍ୟାସ ତକ ଆମେ କରିବା। ତାହେଲେ ଦେଖ, ମନଃ ଯୁକ୍ତ ରଥ, କଣ ହଉଛି ମନୋରଥ, ନାଇଁ, ତାପରେ ସେମିତି କଣ ହବ, ମନଃ ଯୁକ୍ତ ବିକାର, ମନୋ ବିକାର। ତପଃ ଯୁକ୍ତ ବନମ, ତପୋବନମ, କଣ ହବ ତପୋ ବନମ। ସେହିପରି ବୟଃ ଯୁକ୍ତ ବୃଦ୍ଧ, ବୟୋବୃଦ୍ଧ। ଅଧଃ ଯୁକ୍ତ ଗତି, ଅଧୋ ଗତି, ନାଇଁ, ସେମିତି ଯଶଃ ଯୁକ୍ତ ଗାନମ, କଣ ହବ ଯଶୋ ଗାନମ, ଯଶୋ ଗାନମ, ଏଟା ବିଶେଷ ବିଧି ଅନୁସାରେ ଏପରି ହେଲା। ସେମିତି ନିହି ଯୁକ୍ତ ଆଶା, କଣ ହଉଛି ନିରାଶା। ନିହି ଯୁକ୍ତ ଇକ୍ଷଣମ, ନିରୀକ୍ଷଣମ, ନାଇଁ, ନିହି ଯୁକ୍ତ ଉକ୍ତ, ନିରୁକ୍ତ ହେଲା, ନିରୁକ୍ତ, ନିରୁକ୍ତ। ନିହି ଯୁକ୍ତ ଅସ୍ତ, ନିରସ୍ତ, ନାଇଁ, ଦୁଃ ଯୁକ୍ତ ନୀତି, ଦୁର୍ନୀତି, ଦୁର୍ନୀତି। ଦୁଃ ଯୁକ୍ତ ଗତି, ଦୁର୍ଗତି, ର ହେଇଯାଉଛି ଏଠି ପିଲାମାନେ, ନାଇଁ। ଦୁଃ ଯୁକ୍ତ ମତି, ଦୁର୍ମତି। ଦୁଃ ଯୁକ୍ତ ଜୟ, ଦୁର୍ଜୟ। ସେହିପରି ନିହି ଯୁକ୍ତ ଘୋଷ, ନିର୍ଘୋଷ। ନିହି ଯୁକ୍ତ ଧନ, ନିର୍ଧନ। ନିହି ଯୁକ୍ତ ଗତ, କଣ ହଉଛି ନିର୍ଗତ ହେଲା। ଦୁଃ ଯୁକ୍ତ ଆଶା, ଦୁରାଶା। ଦୁଃ ଯୁକ୍ତ ଆଚାର, ଦୁରାଚାର। ଦୁଃ ଯୁକ୍ତ ବୋଧ, ଦୁର୍ବୋଧ ହେଲା ପିଲାମାନେ। ତାହେଲେ ଆଜି ଆମେ ଏ ଯୋଉ ବିଶେଷ ବିଧି ଥିଲା ଆମର ବିସର୍ଗ ସନ୍ଧିରେ, ସେଗୁଡିକ ଆମେ ପଢିଲେ, ତୁମେ ମାନେ ଆର ଅଭ୍ୟାସ କରିବ। ଅଭ୍ୟାସ କଲେ ନିହାତି ଭାବରେ ସବୁଗୁଡ଼ିକୁ ତୁମେ ଆୟତ୍ତ କରିପାରିବ। ଏପରି କୌଣସି ଜିନିଷ ନାହିଁ ଯେ ଯାହାକୁ ଆମେ ପଢିବା ଅଥଚ ଆମର ହବ ନାହିଁ। ଆମେ ଯଦି ତାକୁ ଟିକେ ମନ ଦେଇକି ପଢିବା, ସବୁ ଜିନିଷ ଅତି କମ ସମୟ ଭିତରେ ଆମେ ପିଲାମାନେ ପଢିପାରିବା, ତାକୁ ମନେ ରଖିପାରିବା। ବୁଝିହେଲା? ଏଇ ନିୟମ ଅନୁସାରେ ତାହେଲେ ଆମେ ପଢିବା ଆଗକୁ। ଏବେ ବିସର୍ଗ ସନ୍ଧିର ଶେଷ ହୋଇଛି। ଆମେ 5ଟି ଭାଗ ନେଇକି ବିସର୍ଗ ସନ୍ଧିକୁ ପଢିଛେ। ଯୋଉମାନେ ମୋର ଅଲଗା ଭିଡିଓ ଗୁଡିକ ବା ବିସର୍ଗ ସନ୍ଧିର ପାର୍ଟ ଗୁଡିକ ଦେଖିନାହଁ, ସେମାନେ ପ୍ଲେ ଲିଷ୍ଟକୁ ଯାଇକି ଏଗୁଡିକ ପାଇପାରିବ ଏବଂ ସେଗୁଡିକୁ ଦେଖିପାରିବ। ଏବଂ ତାକୁ ଲାଇକ୍, ସେୟାର ଆଉ ସବସ୍କ୍ରାଇବ କରିବାକୁ ମଧ୍ୟ ଭୁଲିବ ନାହିଁ। ହେଲା ପିଲାମାନେ, ଆଜି ପାଇଁ ତାହେଲେ ଆମେ ଏଇଠି ରଖିବା। ଧନ୍ୟବାଦ।